ମା ତାରିଣୀଙ୍କୁ ମାଙ୍କର ଶେଷ ଦର୍ଶନ। ପୁଅ ସମ୍ମୁଖରେ ମା ଉପରେ ଚଢ଼ିଗଲା ଟ୍ରକ୍। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବର୍ତ୍ତମଣା ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ସ୍ତ୍ରୀ ଝରଣା ସାହୁ ନିଜ ପୁଅ ଅଭିନାଶ ସାହୁଙ୍କ ସହ ବାଇକ୍ ଯୋଗେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଘଟଗାଁ ଆସିଥିଲେ। ମା ତାରିଣୀଙ୍କ ପାଖରେ ଭୋଗ ଲଗାଇ ଦର୍ଶନ ସାରି ଘରକୁ ଫେରିବା ବେଳେ ଘଟିଲା ବଡ଼ ଅଘଟଣ। ଗୋଟିଏ ବାଇକ୍ରେ ମା ପୁଅ ଘରକୁ ଫେରିବା ବେଳେ ରାମଚନ୍ଦ୍ରପୁର ଥାନା ଖଲଣା ଛକ ନିକଟରେ ମହିଳା ଜଣକ ଅସାବଧାନତା ବଶତଃ ହଠାତ୍ ବାଇକ୍ରୁ ଖସି ପଡ଼ିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢ଼ିଗଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରି ତଦନ୍ତ ଚଳାଇଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।